ତହସିଲ ଆସୁଛୁ ଆଜି ଆମେ ଗୋଟେ ସଂଗଠନ ବଗଦିଆର ସିଜୁ ବଗଦିଆ ଆଉ ଝିମାଣୀ ତିନିଟା ମୌଜାର ଜମି ଯାଉଛି। ଫ୍ଲାଏଓଭର ବ୍ରିଜ୍ ରେଲୱେ ନେଉଛି। କିନ୍ତୁ ସିଏ ଆମକୁ ଏ ମଞ୍ଚକୁ ନ ଡାକି ଏମାନେ ତହସିଲଦାର ତାଙ୍କୁ ମନ ଇଚ୍ଛାରେ ବାହାର ଲୋକ କିଛି ଚାଷୀ ଖୋଜି କରିଛନ୍ତି, ସେମାନଙ୍କୁ ଡାକି ପେମେଣ୍ଟ ଦେବା ପାଇଁ ଚାହୁଁଛନ୍ତି। ସେମାନେ ଆସିଥିଲେ, ଆମେ ବି ମଧ୍ୟ ଆସିଥିଲୁ। ରାଜି ହେଉନୁ, ପଇସା ବର୍ଦ୍ଧିତ କରାଯାଉ। ଯେତିକି ଆମେ ପିପିଏଲ୍ ହରେଇଛୁ, ଇଫ୍କୋରେ ହରେଇଛୁ, ରିଫାଇନାରୀରେ ହରେଇଛୁ, ଏସ୍ଆର୍ରେ ହରେଇଛୁ, ଆମର ପ୍ରକୃତ ମୂଲ୍ୟ ଆମେ ପାଇପାରୁନାହୁଁ। ନିକଟରେ ଦିଆହେଇଛି ଆମର ପୀତାମ୍ବରପୁର ଦିଆହେଇଛି 1,69,350,000 ଦିଆହେଇଛି। ତେଣୁ ଆମକୁ ହାରାହାରି ମୂଲ୍ୟ 2 କୋଟି ଟଙ୍କା ଦିଆଯାଏ। ଏବେ ମାତ୍ର ଦେଉଛନ୍ତି 35 ଲକ୍ଷ ଟଙ୍କା ଦେଉଛନ୍ତି ପର ଏକର ଦେଉଛନ୍ତି। ଶୁଣନ୍ତୁ, ଏଥି ସହିତ ଆମ 3 ଗୋଟି ମୌଜାର ଜମି, 2ଟା ପଞ୍ଚାୟତର ଜମି, 3 ଗୋଟି ଗ୍ରାମର ଜମି, ଝିମାଣୀର ହେଉଛି 6 ଏକର ଜମି, ବଗଦିଆର 26 ଏକର ଜମି, ଆଉ ସିଜୁର 4 ଏକର ଜମି, ସବୁ ଜମି ଯାଉଛି। ତା ସହିତ ଯାହାର ଘର ବାରି ଯାଉଛି, ସମ୍ପୂର୍ଣ୍ଣ ଘର ଉଚ୍ଛେଦ ଯାଉଛି, ବାସଗୃହ ଯେଉଁମାନେ ରହିଛନ୍ତି, ବଗଦିଆର ହାରାହାରି 15ଟି ଘର ଚାଲିଯାଉଛି। ଯେଉଁମାନେ ଘର ଦ୍ୱାରା ଇନ୍ଦିରା ଆବାସ ପାଇ ଘର କରିଛନ୍ତି, ନିଜ ଖଟିକିରି ଘର କରିଛନ୍ତି, ରିଫାଇନାରୀ ଚାକିରି ବାକିରି ଧରି ଘର କରିଛନ୍ତି, ମୂଲ ମଜୁରୀ ଲାଗି ଘର କରିଛନ୍ତି, ସେମାନେ ମଧ୍ୟ ଘର କରିଛନ୍ତି। ସେ ଘର ବି ଚାଲିଯାଉଛି। ଘରର ମୂଲ୍ୟ ମାତ୍ର ହେଉଛି 1,20,000 ଟଙ୍କା ପର ଡିସିମିଲ୍। ସେଇଥିପାଇଁ ଆମେ ବିରୋଧ କରୁଛୁ। ୟାର ଜମିର ମୂଲ୍ୟ ବର୍ଦ୍ଧିତ କରାଯାଏ। ବଢ଼େଇଲେ ଆମେ ଜମି ଛାଡ଼ିବୁନି ଆଉ।